ଆପଣ ଯେତେ ବି ମନ୍ଦିର ମସଜିଦ୍ ଯାଆନ୍ତୁ ନା କାହିଁକି, ତାର କିଛି ବି ମୂଲ୍ୟ ନାହିଁ ଯଦି ଆପଣଙ୍କ ମନ ପବିତ୍ର ନଥାଏ। ତେଣୁ ସବୁବେଳେ ନିଜ ମନକୁ ପବିତ୍ର ରଖିବାକୁ ଚେଷ୍ଟା କରନ୍ତୁ। ଶାନ୍ତିରେ ରହିବା ପାଇଁ କୌଣସି ବଡ଼ ଘର ଆବଶ୍ୟକ ନାହିଁ, ବରଂ ଭଲ ପରିବେଶ ଆବଶ୍ୟକ। ତେଣୁ ସବୁବେଳେ ସେହି ଜାଗାରେ ସମୟ ବିତାନ୍ତୁ ଯେଉଁଠି ପରିବେଶ ଭଲ ଥାଏ। ସତ କହିବା ଦ୍ୱାରା କିଛି ଲୋକ ଆପଣଙ୍କର ଶତ୍ରୁ ହୋଇଯାଆନ୍ତି, କାହିଁକି ନା ସତ୍ୟକୁ ସାମ୍ନା କରିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ଯଦି ଆପଣ ଜୀବନରେ ଦୁଃଖରେ ଅଛନ୍ତି, ତେବେ କଦାପି ଭଗବାନଙ୍କୁ ଦୋଷ ଦିଅନ୍ତୁ ନାହିଁ, କାହିଁକି ନା ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମୁଁ କାହାରିକୁ ଦୁଃଖ କିମ୍ବା ସୁଖ ଦେଇନଥାଏ। ମଣିଷ ତା କର୍ମର ଫଳ ନିଜେ ହିଁ ଭୋଗିଥାଏ। ତେଣୁ ଜୀବନରେ ସବୁବେଳେ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ। ସବୁଦିନ ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।